ବିଜେପି ଟିକେଟ୍ ନ ଦେବାରୁ ଏବେ କଂଗ୍ରେସରେ ଯୋଗ ଦେବେ ଦେବାଶିଷ ନାୟକ। ଟିକେଟ୍ ପାଇଁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଦେବାଶିଷ, କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ବିଜେପି ନିରାଶ କରିଥିଲା, ଯେଉଁଥିପାଇଁ ଦେବାଶିଷ ବରୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ। କିନ୍ତୁ ଏବେ କଂଗ୍ରେସରେ ଯୋଗ ଦେବାକୁ ଯାଉଛନ୍ତି ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ। ତେବେ ନବୀନ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ ପୂର୍ବତନ ବିଧାୟକ ଦେବାଶିଷ ନାୟକ। 2019ରେ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା, ସେଥିପାଇଁ 24 ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ। ଆଜି କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କର ଉପସ୍ଥିତିରେ ବିଧିବଦ୍ଧ ଭାବେ କଂଗ୍ରେସ ଦଳର ସାମିଲ ହେବେ ଦେବାଶିଷ ନାୟକ। ରବିବାର ଆସିବେ ପ୍ରଧାନମନ୍ତ୍ରୀ। ରବିବାର ରାତି ପ୍ରାୟ 9:30ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାତିରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେହିଦିନ ରାତିରେ ସେ ଭୁବନେଶ୍ୱରରେ ରହିବେ। ତାପରେ ସୋମବାର ସକାଳୁ ବ୍ରହ୍ମପୁର ଏବଂ ନବରଙ୍ଗପୁର ଗସ୍ତ କରିବେ। ସେଠାରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ। ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। ଭାଇରାଲ ହେଉଛନ୍ତି ହେମା ଓ ଧର୍ମେନ୍ଦ୍ର। 44ତମ ବିବାହ ବାର୍ଷିକୀରେ ଧର୍ମେନ୍ଦ୍ର ଏବଂ ହେମା ମାଳିନୀ ପୁଣି ଥରେ ବିବାହ କରିଛନ୍ତି, ଆଉ ବର୍ଣ୍ଣମାଳା ପିନ୍ଧିଛନ୍ତି। ଏନେଇ ଏହି ଗୋଲ୍ଡେନ୍ ଦମ୍ପତିଙ୍କ ଫଟୋ ଇଣ୍ଟରନେଟ୍ରେ ଭାଇରାଲ ହେଉଛି। ଏହାକୁ ଦେଖି କୁହାଯାଉଛି ଯେ ସେମାନଙ୍କ ବିବାହ ବାର୍ଷିକୀ ଅବସରରେ ସେମାନେ ପରସ୍ପରଙ୍କ ସହ ରହିବା ନେଇ ପୁଣି ଥରେ ଶପଥ ନେଇଛନ୍ତି ଏବଂ ଅଗ୍ନିକୁ ସାକ୍ଷୀ ରଖି କହିଛନ୍ତି। ପୁରୀ ଲୋକସଭା ପ୍ରାର୍ଥୀ ସୁରଚିତା ମହାନ୍ତି ଟିକେଟ୍ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରାର୍ଥୀ ବଦଳାଇବା ଜାଣି ସେ ଟିକେଟ୍ ଫେରାଇଛନ୍ତି। ପୁରୀରେ ପ୍ରାର୍ଥୀ ବଦଳାଇଥାନ୍ତୁ, ସେ ଆଗରୁ ଜାଣିପାରି ଫେରାଇଛନ୍ତି। ପ୍ରାର୍ଥୀ ବଦଳାଇବା ପାଇଁ ଆମେ ଚିଠି ଲେଖି ଅନୁରୋଧ କରିଥିଲୁ। ସେ ଆହୁରି କହିଛନ୍ତି, ଆଜି କି କାଲି ଭିତରେ ପୁରୀରୁ ନୂଆ ପ୍ରାର୍ଥୀ ଘୋଷଣା ହୋଇଥାନ୍ତା, ଏକଥା ସେ ପୂର୍ବରୁ ଜାଣିପାରି ଟିକେଟ୍ ଫେରାଇଛନ୍ତି। ନିଜ ଚିଠି ଭାଇରାଲ କରିଛନ୍ତି ଅଜୟ। ଫଣ୍ଡିଂର କୌଣସି ସମସ୍ୟା ନାହିଁ, ପାର୍ଟି ଫଣ୍ଡିଂ କରିଥାନ୍ତା। କଟକ ବାରବାଟୀ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୋଫିଆ ଫିରଦୋଷ। ସେ କଟକ ବାରବାଟୀରେ ପୂର୍ବତନ ବିଧାୟକ ମହମ୍ମଦ ମକିମଙ୍କ ଝିଅ ଅଟନ୍ତି। ତେବେ ସେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ସେ କୋଟି କୋଟି ଟଙ୍କାର ମାଲିକାଣୀ ବୋଲି ଜଣାପଡ଼ିଛି। ସୋଫିଆଙ୍କ ସମ୍ପତ୍ତି 3.5 କୋଟିରୁ ଅଧିକ ବୋଲି ଜଣାପଡ଼ିଛି। ତାଙ୍କ ପାଖରେ 8,57,000 ନଗଦ ଟଙ୍କା ରହିଛି। ସ୍ଥାବର ସମ୍ପତ୍ତି 2,11,00,000 ଟଙ୍କା ଥିବାବେଳେ ଅସ୍ଥାବର ସମ୍ପତ୍ତି 1,53,00,000 ଟଙ୍କା ରହିଛି। ସେହିପରି 450 ଗ୍ରାମ ସୁନା ଓ 900 ଗ୍ରାମ ରୂପା ଗହଣା ରହିଛି। ସୋଫିଆଙ୍କ ପାଖରେ 29 ଲକ୍ଷ ଟଙ୍କାର ସୁନା ଗହଣା ରହିଛି। ସେହିପରି ତାଙ୍କ ପାଖରେ ଗୋଟିଏ ଅଡି କାର୍ ଅଛି, ଯାହାର ବର୍ତ୍ତମାନ ମୂଲ୍ୟ 12,50,000। ତାଙ୍କର ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ 1,327 ଟଙ୍କା ରହିଥିବା ବେଳେ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟରେ 10,000 ଟଙ୍କା ରହିଛି। ଏହି କ୍ରମେ ଚୌଧୁରୀ ବଜାର ICICI ବ୍ୟାଙ୍କରେ 2,73,000 ଟଙ୍କା ରହିଛି ବୋଲି ସେ ନିଜେ ସତ୍ୟପାଠରେ ପ୍ରକାଶ କରିଛନ୍ତି।